नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଏହାର ପ୍ରଥମ ଖବର, ମୋହନ ସରକାର ଆଣିଲେ ନୂଆ ଇଭି ପଲିସି। 31 ଡିସେମ୍ବର 2030 ଯାଏଁ ଏହି ଇଭି ପଲିସି ବଳବତ୍ତର ରହିବ। 2030 ସୁଦ୍ଧା 50% ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। 3 ଚକିଆ ପାଇଁ 20,000 ପ୍ରୋତ୍ସାହନ ଦେବେ ସରକାର। 4 ଚକିଆ ଇଭି ପାଇଁ 1,50,000 ଟଙ୍କାର ପ୍ରୋତ୍ସାହନ ସରକାର ଦେବେ ବୋଲି ସୂଚନା ମିଳିବା ସହିତ ରାଜ୍ୟ ସରକାର ନୂତନ ଇଭି ପଲିସି ଅନୁସାରେ 3 ଚକିଆ ଇଭି ଗାଡ଼ି କିଣିଲେ 20,000 ଟଙ୍କା ପ୍ରୋତ୍ସାହନ ମିଳିବ। ସେହିପରି 4 ଚକିଆ ଇଲେକ୍ଟ୍ରିକ ପାଇଁ 1,50,000 ଟଙ୍କାର ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବାଲେଶ୍ୱର ଏଫ୍ଏମ୍ କଲେଜ ଆତ୍ମାହୁତି ଘଟଣାରେ ଗତକାଲି ବାଲେଶ୍ୱର ଡିଜେଏମ୍ଙ୍କ କୋର୍ଟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର 3 ଜଣିଆ ଟିମ୍। ଏଫ୍ଏମ୍ କଲେଜ ଛାତ୍ର ଆତ୍ମାହୁତି ମାମଲାରେ ଗତକାଲି କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛି। ବାଲେଶ୍ୱର ଏସ୍ଡିସିଏସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଗିରଫ ହୋଇ ବିଚାର ବିଭାଗରେ ହାଜତରେ ଥିବା ଏଚ୍ଓଡି ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଉଭୟଙ୍କ ଜାମିନ ଜିଲ୍ଲା ଦୌରାଜଜ କୋର୍ଟରେ ଖାରଜ ହୋଇଥିବା ବେଳେ ହାଇକୋର୍ଟ ଜାମିନ ପାଇଁ ଆବେଦନ କରାଯାଇଛି। ଘଟଣାରେ 120 ଜଣ ସାକ୍ଷୀଙ୍କ ବୟାନ ସହ 349 ପୃଷ୍ଠାର ସାମିଲ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ବୁଧବାର ଅର୍ଥାତ୍ ଆଜି ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିବା ସହିତ ଏପରିକି ସମୀକ୍ଷା ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରାଯିବା ସମ୍ପର୍କରେ ଆଲୋଚନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ କରିବା ହିତାଧିକାରୀଙ୍କୁ ତଥ୍ୟ ଦେବାକୁ 3 ବିଭାଗ ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ମଗାଯାଇଥିବାର ସୂଚନା ଆସିଛି। ବାଣିଜ୍ୟ ଓ ପରିବହନ ବିଭାଗରୁ ହିତାଧିକାରୀଙ୍କ 4 ଚକିଆ ତଥ୍ୟ ମଗାଯାଇଥିବା ବେଳେ ମୃତ ହିତାଧିକାରୀଙ୍କ ତାଲିକା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ଏପରିକି ଧାନ ବିକ୍ରି ତଥ୍ୟ ନେଇ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିବା ବେଳେ ସମ୍ପୃକ୍ତ 3 ବିଭାଗର ରିପୋର୍ଟ ଆଧାରରେ ସୁଭଦ୍ରା ସମୀକ୍ଷା ବୈଠକ ବସିବ। ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। 8 ମାସର ପରିଶ୍ରମ ପରେ ଜିଏସ୍ଟି ସଂସ୍କାର କରିଛନ୍ତି ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦ୍ରବ୍ୟ ଆଣ୍ଡ ସେବା କର ଜିଏସ୍ଟିକୁ ସ୍ଲାବକୁ 2ଟିରୁ ହ୍ରାସ କରି ଏକକୀକରଣ କରିବା ଏବଂ ସ୍ୱାସ୍ଥ୍ୟ ଜୀବନ ବୀମା ପ୍ରିମିୟମକୁ ମୁକ୍ତ କରିବା ପାଇଁ 18 ମାସରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଏହି ସଂସ୍କାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 50% ଟାରିଫ୍ ଘୋଷଣା ପ୍ରତିକ୍ରିୟା ନୁହେଁ ବୋଲି ସେ ସ୍ପଷ୍ଟ କରିବା ସହିତ ସୀତାରମଣ କହିଛନ୍ତି ଯେ ଗତ ବର୍ଷ କେନ୍ଦ୍ର ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତି ବୋଲି କରିଥିଲେ ଏବଂ ଗତ ବଜେଟରେ ସେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ମାଧ୍ୟମିକ ବେତନଭୋଗୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ। ଏହି ସଂସ୍କାର ପ୍ରସ୍ତାବ କରିବା ପାଇଁ ସମୟ ଲାଗିଥିଲା ଏବଂ ମେରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କୁ ସମ୍ମତ କରାଇବା ଥିଲା ପ୍ରଥମ ପଦକ୍ଷେପ। ସେପ୍ଟେମ୍ବର 3-4 ତାରିଖରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ରାଜ୍ୟର ରାଜସ୍ୱ ହାନି ପାଇଁ କ୍ଷତିପୂରଣ ଦାବି କରିବେ ବୋଲି ଆଶଙ୍କା ଥିଲା, କିନ୍ତୁ ବୈଠକରେ ଏକ ଦିନରେ ଶେଷ ହୋଇଥିଲା ଏବଂ ସମସ୍ତ ସଂସ୍କାର ପ୍ରସ୍ତାବରେ ଏକମତ ହୋଇଥିଲେ। ସୀତାରମଣ କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଦର ଯୌକ୍ତିକରଣକୁ ସମର୍ଥ କରିବା ସହିତ ସେ ଜଣାଇଛନ୍ତି ଯେ 2022 ପରେ ରାଜ୍ୟରେ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ବର୍ତ୍ତମାନ ସଂଗ୍ରହ ହୋଇଥିବା ଶେଷ କୋଭିଡ୍ ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ନିଆଯାଇଥିବା ଋଣ ପରିଶୋଧ ବ୍ୟବହାର କରାଯିବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆସିଛି ଆଉ ଏକ ଲଘୁଚାପ, ଆଜିରୁ ବଢ଼ିବ ବର୍ଷା। 13-14 ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ଏବଂ ମାଲକାନଗିରି ଓ କୋରାପୁଟର ସବୁଠାରୁ ଅଧିକ ବର୍ଷା ଆଶଙ୍କା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶା ଉପରେ ମୌସୁମୀ ଟ୍ରପ୍ ସହିତ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ଏବଂ 13 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ବିଜୁଳି ଘଡ଼ଘଡ଼ି ପାଇଁ ସାରା ରାଜ୍ୟରେ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ଆଜିଠାରୁ ବର୍ଷା ବଢ଼ିବ ଏବଂ ପ୍ରବଳ ବର୍ଷା ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେହିପରି 10 ଏବଂ 12 ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 2 ଜିଲ୍ଲାକୁ ମାଲକାନଗିରି, କୋରାପୁଟ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଗତ 24 ଘଣ୍ଟାରେ ରାଜ୍ୟର 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ 2 ଜିଲ୍ଲାରେ ପ୍ରବଳରୁ ଏବଂ 6 ଜିଲ୍ଲାରେ ସ୍ୱାଭାବିକ ଏବଂ 4 ଜିଲ୍ଲାରେ ଅଭାବୀୟ ହୋଇଥିବା ବେଳେ 11 ଜିଲ୍ଲାରେ ଅତି ଅଭାବୀୟ ଏବଂ ବାକି 2 ଜିଲ୍ଲାରେ ବର୍ଷା ହୋଇନାହିଁ। ଝାରସୁଗୁଡ଼ା ଜିଲ୍ଲା ଲାୟକ ଏହି ଅଞ୍ଚଳରେ ସର୍ବାଧିକ 12.24 ସେଣ୍ଟିମିଟର, ବରଗଡ଼ ଜିଲ୍ଲା ଝରବନ୍ଦ ଅଞ୍ଚଳରେ ଦ୍ୱିତୀୟ ସର୍ବାଧିକ 7.8
8 ସେଣ୍ଟିମିଟର ବର୍ଷା ହୋଇଥିଲା। ତେବେ ଆଉ 4 ଦିନ ରାଜ୍ୟରେ ପ୍ରବଳ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି ହୋଇଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷେ 12 ତାରିଖରେ ଶୁକ୍ରବାର ଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ ଏବଂ 13 ତାରିଖ ଠାରୁ ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ବ୍ୟତୀତ ବାକି ସବୁଠିରେ ପାଣି ମୁଖ୍ୟତଃ ଶୁଖିଲା ରହିବ ବୋଲି ମନୋରମା କହିଛନ୍ତି। ତାଙ୍କ ସୂଚନା ଅନୁସାରେ ମଙ୍ଗଳବାର ରାଜ୍ୟରେ ପ୍ରବଳ ଅତି ପ୍ରବଳ ବର୍ଷା ନେଇ କୌଣସି ଜିଲ୍ଲାକୁ ସତର୍କ ଜାରି ନଥିବା ବେଳେ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ନେଇ ସମସ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ଅର୍ଥାତ୍ ଆଜି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ସବୁ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବାହାରିଲା ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ, ଜିତିଲେ ଏନ୍ଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣ। ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣ ବିଜୟ ହୋଇଛନ୍ତି। ଇଣ୍ଡିପେଣ୍ଡେଣ୍ଟର ପ୍ରାର୍ଥୀଙ୍କୁ 152 ଭୋଟ ହରାଇଛନ୍ତି ସିପି ରାଧାକୃଷ୍ଣ। ତେବେ ନିର୍ବାଚନରେ ମୋଟ 767 ଜଣ ସଂସଦ ଭୋଟ ଦେଇଥିବା ବେଳେ ଏଥିରେ 752 ଜଣ ସଂସଦ ଭୋଟ ବୈଧ ହୋଇଥିଲା ଏବଂ 15ଟି ଭୋଟ ଅବୈଧ ହୋଇଥିବା ବେଳେ ନିର୍ବାଚନରେ ସିପି ରାଧାକୃଷ୍ଣ ପ୍ରଥମ ପସନ୍ଦରେ 452 ଭୋଟ ମିଳିଥିବା ବେଳେ ଇଣ୍ଡିପେଣ୍ଡେଣ୍ଟର ପ୍ରାର୍ଥୀ ସିପି ରାଧାକୃଷ୍ଣ ପ୍ରଥମ ପସନ୍ଦରେ 300 ଭୋଟ ମିଳିଥିଲା ଏବଂ ଏଥିରେ ସେ ବିଜୟୀ ହୋଇଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶ୍ରାବଣ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଏବଂ ରୂପାର ଏକ ବିରାଟ ବୃଦ୍ଧି ଘଟିଛି। ମଙ୍ଗଳବାର 24 କ୍ୟାରେଟ ସୁନା 1300 ଟଙ୍କା ବୃଦ୍ଧି ପାଇ ପ୍ରତି 10 ଗ୍ରାମକୁ 1,10,290 ଟଙ୍କାର ରେକର୍ଡ ପ୍ରସ୍ଥାପନ କରିଛି। ଭୂ ରାଜସ୍ୱ ଅନିଶ୍ଚିତତା ଓ ଦୁର୍ବଳତା ଆମେରିକାର ଚାକିରି ସଂଖ୍ୟା ମଧ୍ୟରେ ସୁନାର ଚମକ ବୃଦ୍ଧି ପାଇଥିବା ବେଳେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ବିଶ୍ୱ ବଜାର ପରିସ୍ଥିତି ଯେପରି ଗଠନ ହୋଇଛି, ନିବେଶକମାନେ ନିରନ୍ତର ସୁନା ପ୍ରତି ଆକର୍ଷିତ ହେଉଛନ୍ତି। ଆନ୍ତର୍ଜାତିକ ବଜାରରେ ଦୁର୍ବଳ ଆମେରିକାର ଚାକିରି ସଂଖ୍ୟା ଏବଂ ଆମେରିକାର ଫେଡର ହାର ହ୍ରାସ ଆଶା ମଧ୍ୟରେ ସୁନା ଆଉନ୍ସ ପ୍ରତି 3,655.86ର କାରବାର ହେଉଥିବା ବେଳେ ଅର୍ଥାତ୍ ଏହା 0.54% ବୃଦ୍ଧି ପାଇଛି। ଗତକାଲି ଜାତୀୟ ରାଜଧାନୀରେ ଦିଲ୍ଲୀରେ 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 1,10,440 ଟଙ୍କାର କାରବାର ହେଉଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,01,250 ଟଙ୍କା ହୋଇଥିଲା। ସେହିପରି ଆର୍ଥିକ ରାଜଧାନୀ ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ କୋଲକାତାରେ 24 କ୍ୟାରେଟ ସୁନା 1,10,290 ଟଙ୍କାରେ ହୋଇଥିବା ବେଳେ 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 1,01,100 ଟଙ୍କା ବିକ୍ରି ହେଉଥିଲା। ଭୁବନେଶ୍ୱରରେ ସେହିପରି 24 କ୍ୟାରେଟ ସୁନାର ମୂଲ୍ୟ 1,360 ଟଙ୍କା ବୃଦ୍ଧି ପାଇ ଗତକାଲି 1,10,290 ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,250 ଟଙ୍କା ବୃଦ୍ଧି ପାଇ 1,01,100 ଟଙ୍କାରେ ପହଞ୍ଚିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭାରତକୁ ଫେରିବ କି ଟିକଟକ୍? ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଖୁଲାସା। ଭାରତ ସରକାର ଚାଇନାର ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକ୍ ଉପରେ ଲାଗୁ ବ୍ୟାନ୍ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ବିଷୟରେ ସରକାର କୌଣସି ଆଲୋଚନା କରିନାହାନ୍ତି। ଟିକଟକ୍ର ମୂଳ କମ୍ପାନୀ ବାଇଡାନ୍ସ ଭାରତରେ ପୁନଃ ପ୍ରସାରିତ ପାଇଁ ପ୍ରସ୍ତୁତି କରୁଥିବା ବୋଲି ଚାଲିଥିବା ଜଳ୍ପନାକୁ ଖଣ୍ଡନ କରି ବୈଷ୍ଣବ କହିଛନ୍ତି ଯେ କୌଣସି ପଦକ୍ଷେପ ଏପରି କୌଣସି ପ୍ରସ୍ତାବ ଆସିନାହିଁ। ଏହା ସହିତ ଗତ ମାସରେ ଟିକଟକ୍ର ୱେବସାଇଟ ଭାରତରେ ଏୟାରଟେଲ ଓ ଭୋଡାଫୋନ ଭଳି କିଛି ବ୍ରଡବ୍ୟାଣ୍ଡ ଓ ମୋବାଇଲ ନେଟୱାର୍କର କ୍ଷଣିକ ପାଇଁ ଉପଲବ୍ଧ ହୋଇଥିବା ବେଳେ ଯାହା ପରେ ସୋସିଆଲ ମିଡିଆରେ ଏହାର ପ୍ରତ୍ୟାବର୍ତ୍ତନ ସମ୍ବନ୍ଧରେ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଅଧିକାରୀମାନେ ଏହାକୁ ଖାରଜ କରିଛନ୍ତି।